କୁମିଆପାଲି ଗାଁରୁ 7 ଜଣ ଆଦିବାସୀଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ। ବଲାଙ୍ଗୀର ଜିଲ୍ଲା ଲଅର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ କୁମିଆପାଲି ଗାଁ। ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ପ୍ରଶାସନ ଆଜି ତୃତୀୟ ଦିନ ମଧ୍ୟ ଗାଁରେ ଡେରା ପକାଇଛନ୍ତି। ନ୍ୟାୟସଙ୍ଗତ କ୍ଷତିପୂରଣ ଓ ଥଇଥାନ ବିନା ଗାଁ ଛାଡ଼ିବାକୁ ଲୋକେ ମନା କରିବା ସହିତ ସ୍ଥାନୀୟ ମଣ୍ଡପରେ ସାମୂହିକ ଧାରଣାରେ ବସି ରହିଛନ୍ତି। ତେବେ ବୁଧବାର ରାତି 2ଟାରେ କୁମିଆପାଲି ଗାଁର 7 ଜଣ ଆଦିବାସୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଥିବା ଜଣାଯାଇଛି। ଏପରିକି ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ମଧ୍ୟ ପୋଲିସ ପ୍ରଶାସନ ଜବତ କରିନେଇଥିବା କୁହାଯାଉଛି। ବିସ୍ଥାପିତ ଆନ୍ଦୋଳନର ନେତୃତ୍ୱ ନେଉଥିବା ଗ୍ରାମର ପ୍ରେମରାଜ ବରିହା, ଡୋଳାମଣି ବରିହା, ଡମ୍ବରୁ ବରିହା, ରାମଚନ୍ଦ୍ର ବରିହା, ଚନ୍ଦ୍ରମଣି ବରିହା, ଗନ୍ଧର୍ବ ବରିହା, ସନ୍ଦର୍ପ ବରିହା ପ୍ରମୁଖଙ୍କୁ ପୋଲିସ ରାତି ଅଧିଆ ଉଠାଇ ନେଇ ବଲାଙ୍ଗୀର ସଦର ଥାନାରେ ଅଟକ ରଖିଥିବା ଜଣାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପରେ ଆହୁରି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି କୁମିଆପାଲି ଗ୍ରାମର ଆଦିବାସୀ ପରିବାର। ଏପଟେ ଜଳସ୍ତର କ୍ରମଶଃ ବଢ଼ିବାକୁ ଲାଗିଥିବା ବେଳେ ବଳ ପ୍ରୟୋଗ ପୂର୍ବକ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ମସୁଧା ଚଳାଇଥିବା ଶୁଣାଯାଉଛି। ଲୁଇସିଆରୁ ବିମଳେନ୍ଦୁ ସାହୁଙ୍କ ରିପୋର୍ଟ, ବାହୁଡାସ୍ୱର।